ଜୟ ଜଗନ୍ନାଥ ଦର୍ଶକ ମଣ୍ଡଳୀ, ଆପଣମାନଙ୍କର ଭଲ ପାଇବା ମୋ ପ୍ରତି ଏହିପରି ଥାଉ। ଜୟ ଜଗନ୍ନାଥ। ଜଙ୍ଗଲ ମଧ୍ୟରେ ଏକ ନଦୀ ବହି ଯାଇଥିଲା। ଏହି ନଦୀର କୂଳରେ ଗୋଟିଏ ଜାମୁକୋଳି ଗଛ ଥିଲା। ଏହି ଗଛରେ ବହୁତ ଜାମୁକୋଳି ହୋଇଥିଲା। ଏଠାରେ ଗୋଟିଏ ମାଙ୍କଡ଼ ବସବାସ କରୁଥିଲା। ଦିନେ ଗୋଟିଏ କୁମ୍ଭୀର ଖାଦ୍ୟ ଅନୁସନ୍ଧାନରେ ଆସି ଏହି ଗଛ ପାଖରେ ପହଞ୍ଚିଲା। ମାଙ୍କଡ଼ ତାକୁ ଦେଖି ପଚାରିଲା, ତୁମେ କାହିଁକି ଏଠାକୁ ଆସିଅଛ? ତୁମକୁ ଆଗରୁ ମୁଁ କେବେ ତ ଦେଖିନାହିଁ। ମୁଁ ଏହି ନଦୀରେ ରହୁଥିବା ଏକ କୁମ୍ଭୀର। ମୁଁ ଖାଦ୍ୟ ଅନ୍ୱେଷଣରେ ଆସି ଏଠାରେ ପହଞ୍ଚିଅଛି। ଶୁଣ, ଏଠାରେ ବହୁତ ଜାମୁକୋଳି ହୋଇଅଛି। ଏହା ବହୁତ ମିଠା ଏବଂ ମଧୁର। କିଛି ଜାମୁକୋଳି ନିଅ। ଏହିପରି ଭାବରେ ମାଙ୍କଡ଼ କୁମ୍ଭୀର ସହ ସମ୍ପର୍କ ଯୋଡ଼ି ଦେଇଥିଲା। ଦୁଇଜଣ ଯାକ ମୈତ୍ର ବସିଲେ। ପ୍ରତ୍ୟେକ ଦିନ ମାଙ୍କଡ଼ କୁମ୍ଭୀରକୁ ଜାମୁକୋଳି ଖାଇବାକୁ ଦେଉଥିଲା। ଦିନକର ଘଟଣା, କୁମ୍ଭୀର କିଛି ଜାମୁକୋଳି ନେଇ ତା ସ୍ତ୍ରୀକୁ ଦେଲା। ତା ସ୍ତ୍ରୀ ଜାମୁକୋଳି ଖାଇବା ପରେ ଭାବିବାକୁ ଲାଗିଲା। ପ୍ରିୟେ, ଜାମୁକୋଳି ଖାଇବା ପରେ କେଉଁ ଭାବନାରେ ନିଜକୁ ହଜାଇ ଦେଇଛ? ସ୍ୱାମୀ, ଆପଣ ଏତେ ଜାମୁକୋଳି ଖାଇବା ପରେ କେବେ ପରିକଳ୍ପନା କରିଛନ୍ତି, ଯେଉଁ ମାଙ୍କଡ଼ ସବୁଦିନ ଏହି ମିଠା ଏବଂ ମଧୁର କୋଳି ଖାଉଅଛି, ତାହାର କଲିଜା କେତେ ଯେ ମିଠା ହୋଇନଥିବ। ମୋର ଏହି ମାଙ୍କଡ଼ର କଲିଜା ଦରକାର। କୁମ୍ଭୀର ତା ସ୍ତ୍ରୀ କଥାକୁ ଭାଙ୍ଗି ନ ପାରି ମନରେ ଏକ ଉପାୟ ପାଞ୍ଚି ମୈତ୍ର ପାଖକୁ ଗଲା। ମୈତ୍ରେ, ମୋ ଠାରୁ ସବୁ ଶୁଣିବା ପରେ ମୋ ଭାବି ତୁମକୁ ବହୁତ ପ୍ରଶଂସା କରୁଛନ୍ତି ଏବଂ ତୁମ ସହିତ ସାକ୍ଷାତ କରିବାକୁ ଚାହୁଁଛନ୍ତି। ଠିକ୍ ଅଛି ବନ୍ଧୁ, ତୁମ ପ୍ରସ୍ତାବରେ ମୁଁ ଅତ୍ୟନ୍ତ ଖୁସି ଅନୁଭବ କରୁଛି। କିନ୍ତୁ ଏ ନଦୀର ଗର୍ଭରେ କ'ଣ ମୁଁ ତୁମ ଘରକୁ ଯାଇପାରିବି? ମୈତ୍ରେ, ତୁମେ ମୋ ପିଠି ଉପରେ ବସିଲେ ମୁଁ ତୁମକୁ ମୋ ଘରକୁ ସୁରକ୍ଷାର ସହିତ ନେଇଯିବି। ମାଙ୍କଡ଼ ମୈତ୍ରର ଭରସାରେ ଯାଇ ତା ପିଠି ଉପରେ ବସିଲା। କୁମ୍ଭୀର ମୈତ୍ରକୁ ନେଇ ତାର ଘର ଆଡ଼କୁ ଅଗ୍ରସର ହେଲା। ଯେତେବେଳେ କୁମ୍ଭୀର ନଦୀର ମଧ୍ୟଭାଗରେ ପହଞ୍ଚିଲା, କିଛି ଭାବିବାକୁ ଲାଗିଲା। ମୈତ୍ରେ, ନଦୀର ମଧ୍ୟଭାଗରେ ତୁମର କେଉଁ କଥା ମନରେ ଆସିଲା? ମୈତ୍ରେ, ବର୍ତ୍ତମାନ ତୁମକୁ ସତ କଥା କହିବାରେ କିଛି ଅସୁବିଧା ନାହିଁ। ମୋ ସ୍ତ୍ରୀ ତୁମର କଲିଜା ଖାଇବା ପାଇଁ ଚାହୁଁଅଛି। ତେଣୁ ମୁଁ ତୁମକୁ ମୋ ଘରକୁ ନେଇ ଯାଉଅଛି। ତୁମେ ମୈତ୍ରେ, ଏ କଥା ଟିକିଏ ଆଗରୁ କହିଲ ନାହିଁ କାହିଁକି? ମୁଁ ମୋର କଲିଜାକୁ ଜାମୁଗଛରେ ନିରାପଦରେ ରଖି ଆସିଅଛି। ତୁମେ ତୁରନ୍ତ ଜାମୁଗଛ ପାଖକୁ ମୋତେ ନେଇ ଚାଲ। ମୁଁ ଗଛରୁ କଲିଜା ଆଣିଲେ ତୁମ ସ୍ତ୍ରୀକୁ ଉପହାର ସ୍ୱରୂପ ଦେଇ ତାଙ୍କ ମନ ଖୁସି କରାଇବି। କୁମ୍ଭୀର ମାଙ୍କଡ଼ର ରହସ୍ୟ ବୁଝିପାରିଲା ନାହିଁ। ସେ ମାଙ୍କଡ଼କୁ ନେଇ ନଦୀ କୂଳରେ ଥିବା ଜାମୁଗଛ ପାଖରେ ପହଞ୍ଚିଗଲା। ଯେତେବେଳେ କୁମ୍ଭୀର ଜାମୁଗଛ ପାଖରେ ପହଞ୍ଚିଗଲା, ମାଙ୍କଡ଼ ପାଟି କରି ଜୋରରେ ଗଛ ଉପରକୁ ଲମ୍ଫ ମାରିଲା ଏବଂ ଗଛ ଉପରେ ଯାଇ ବସିଲା। ଏ ମୂର୍ଖ କୁମ୍ଭୀର, କେହି କ'ଣ କଲିଜା ବିନା ବଞ୍ଚିପାରେ? ଏଠାରୁ ତୁ ଶୀଘ୍ର ଯା। ଆଜିଠାରୁ ତୋର ମୋର ସମ୍ପର୍କ ଶେଷ। ଧନ୍ୟବାଦ ଦର୍ଶକ ବନ୍ଧୁ।